ଧନତେରସ ଦିନ ଆମେ ସୁନା ହଉ ରୂପା ଟିକେ କିଣି ଘରକୁ ଆଣୁ। ଏ ବର୍ଷ ଧନତେରସ ପଡ଼ୁଛି ଅକ୍ଟୋବର 19 ତାରିଖ ରବିବାର ଦିନ। ଧନତେରୀଙ୍କ ଜନ୍ମଦିନ ଏହି ଦିନ। ଧନତେରୀରୁ ଧନତେରସ ହୋଇଛି। ଧନତେରୀଙ୍କ ଜନ୍ମ ହେଲାବେଳେ ଆମେ ସୁନା ରୂପା କାହିଁକି କିଣୁ? ଭଗବାନ ଧନତେରୀ ସ୍ୱର୍ଗର ସବୁଠାରୁ ବଡ଼ ବୈଦ୍ୟ ବା ସବୁଠାରୁ ବଡ଼ ଡାକ୍ତର। ସେ ଜନ୍ମ ହୋଇଥିଲେ ସମୁଦ୍ର ଭିତରୁ। ସମୁଦ୍ର ଯେତେବେଳେ ମନ୍ଥନ ହେଲା ସେତେବେଳେ ଧନତେରୀଙ୍କର ଜନ୍ମ ହୋଇଥିଲେ। ଲକ୍ଷ୍ମୀଙ୍କର ଭାଇ ହେଲେ ଧନତେରୀ। ମା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଜନ୍ମ। ଚନ୍ଦ୍ର ସମୁଦ୍ର ମନ୍ଥନରୁ ଜନ୍ମ। ଧନତେରୀ ସମୁଦ୍ର ମନ୍ଥନରୁ ଜନ୍ମ। ସମୁଦ୍ର ମନ୍ଥନରୁ ସମସ୍ତେ ଜନ୍ମ ହେଲେ। ତେଣୁ ଲକ୍ଷ୍ମୀଙ୍କର ଭାଇ ହେଲେ ଚନ୍ଦ୍ରମା। ତେଣୁ ଆମେ ଜହ୍ନକୁ ମାମୁଁ ବୋଲି କହୁଛୁ। ଲକ୍ଷ୍ମୀଙ୍କର ଭାଇ ହେଲେ ଧନତେରୀ। ତେଣୁ ଧନତେରୀ ଜନ୍ମ ଯେଉଁ ଲୋକମାନେ ପାଳନ କରନ୍ତି ସେମାନଙ୍କ ଘରେ ମା ଲକ୍ଷ୍ମୀ ବାସ କରନ୍ତି। ଏହି ଦିନ ସୁନା ରୂପା କିଣିଲେ ମା ଲକ୍ଷ୍ମୀ ଖୁସି ହୁଅନ୍ତି। କିଛି ନହେଲେ ଆପଣ ଛାଞ୍ଚୁଣି ବା ଝାଡ଼ୁଟିଏ କିଣନ୍ତୁ। ଏହାଦ୍ୱାରା ଘରେ ସୁଖ ଶାନ୍ତି ରହିବ। କାରଣ ଏହି ଦିନ ଧନତେରୀଙ୍କ ଜନ୍ମଦିନ। ଧନତେରୀଙ୍କର ଜନ୍ମ ଅନୁସାରେ ଏହି ଦିନକୁ ଆମେ ଧନତେରସ ବୋଲି କହୁ। ଧନତେରସ ଦିନ କ'ଣ କରିବା ଉଚିତ କ'ଣ ନୁହେଁ ତାହା ମଧ୍ୟ ଜାଣିବା ଦରକାର। ସନ୍ଧ୍ୟା ପରେ ବା ସୂର୍ଯ୍ୟ ଅସ୍ତ ପରେ କେବେ ବି ଅଶ୍ୱତ୍ଥ ଗଛ ପାଖକୁ ଯିବେ ନାହିଁ। କାରଣ ସୂର୍ଯ୍ୟ ଅସ୍ତ ପରେ ଅଶ୍ୱତ୍ଥ ଗଛରେ ମା ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରନ୍ତି। ଏହି ଧନତେରସ ହେଉଛି ମା ଲକ୍ଷ୍ମୀଙ୍କ ଭାଇ ଧନତେରୀଙ୍କ ଜନ୍ମ। କାରଣ ମାଙ୍କ ଆଶୀର୍ବାଦ ହୋଇଛି ବୋଲି ଧନତେରୀଙ୍କ ଜନ୍ମଦିନ ପାଳନ ହେଉଛି। ଯେଉଁଠି ମା ଲକ୍ଷ୍ମୀ ବାସ କରନ୍ତି ସେଇଠି ତାଙ୍କ ଭଉଣୀ କେବେ ବି ବାସ କରନ୍ତି ନାହିଁ। ତେଣୁ ଆପଣ ସନ୍ଧ୍ୟା ପରେ ବା ସୂର୍ଯ୍ୟ ଅସ୍ତ ପରେ ଅଶ୍ୱତ୍ଥ ଗଛ ପାଖକୁ ଯାଆନ୍ତୁ ନାହିଁ ବା ଅଶ୍ୱତ୍ଥ ଗଛକ ପତ୍ରକୁ ଛୁଅଁନ୍ତୁ ନାହିଁ। ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି। ଧନତେରସ ଦିନ ଅଶ୍ୱତ୍ଥ ଗଛ ପାଖକୁ ଯାଆନ୍ତୁ ନାହିଁ କି ପତ୍ରକୁ ଛୁଇଁବା ମନା। ଧନତେରସ ଦିନ ସୁନା ଟିକେ ବା ରୂପା ଟିକେ କିଣନ୍ତୁ। ନିଜ ସାମର୍ଥ୍ୟ ଅନୁଯାୟୀ ଝାଡ଼ୁ ବା ଛାଞ୍ଚୁଣି ଟିକେ ହେଲେ ବି ଘରକୁ ଆଣନ୍ତୁ। ଏହି ଦିନ ଆପଣ ମାଟିରେ ତିଆରି ଗଣେଶ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣିପାରିବେ। ତା ସହିତ ଧନିଆ ହଳଦୀ ଲକ୍ଷ୍ମୀଙ୍କର ପାଦ ଘରକୁ ଆଣିଲେ ଶୁଭ ହୋଇଥାଏ। ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।